ତ ପିଲାମାନେ ପୁଣି ଥରେ ଆଉ ଗୋଟେ ଭିଡିଓରେ ତମମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରିଥିଲେ ଦିଲୋକର ଯେ ସାଧନୀ, ଏଇ ଦିଲୋକରେ ମଣିଷକୁ ଯେ ଖୁସି ଦେଇଥାଏ, ସୁଖ ଦେଇଥାଏ, ସେ ହିଁ ପ୍ରକୃତ ବଡପଣ। ବୁଝିପାରୁଛ ନା ନାଇଁ? ତାହେଲେ ଇହଲୋକ ପରଲୋକର ମଙ୍ଗଳ ଯିଏ କରେ, ଦିଲୋକର ଯିଏ ସାଧନା କରେ, ଦିଲୋକରେ ଯିଏ ମଣିଷକୁ ସୁଖ ଦେଇଥାଏ, ସେ ହିଁ ପ୍ରକୃତ ବଡପଣ। ଯେଉଁ ବଡପଣ ଦିଲୋକ ସାଧନ କରିଥାଏ, ଦେନ୍ କବି କଣ କହୁଛନ୍ତି ଦେଖ ପିଲେ, ତମମାନଙ୍କର 90 ନମ୍ବର ପୃଷ୍ଠାକୁ ଦେଖ ପିଲେ। ସେହି ସିନା ବଡ ପଣ ଜହି ଲାଗି, ଅନ୍ତକର ବ୍ରଜ ଦନ୍ତ ଯାଏ ଭାଙ୍ଗି। ପୁଣି ତାକୁ ବଡପଣ ବୋଲି କହିବା, ଯାହା ଦ୍ଵାରା କଣ ହୁଏ? ଅନ୍ତକର ଯମ ଦାଦାଙ୍କର ମୃତ୍ୟୁର ବଜ୍ରଦନ୍ତ କଠୋର ଦାନ୍ତ ଭାଙ୍ଗିଯାଏ। ଏଇ ଯୋଉ ବଡପଣକୁ ଯମଦୂତ ଆସିଲେ ମଧ୍ୟ ସ୍ପର୍ଶ କରିପାରିବେନି। ଆଜି ମଧ୍ୟ ଆମେ କହୁଛେ ଇଏ ଅମର ନୁହେଁ, ସେ ଅମର ନୁହେଁ। ପିଲେ ତମେ ମଧ୍ୟ ଜାଣିଥିବ ମହାତ୍ମା ଗାନ୍ଧୀ ଆଜି ଅମର। ମହାତ୍ମା ଗାନ୍ଧୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ଆଜି ଆମ ପାଖରେ ଅମର। କାହିଁକି ନା କାରଣ ତାଙ୍କର ଯେଉଁ ବଡପଣ, ଭାରତକୁ ସ୍ଵାଧୀନତା ଦବା, ଗରିବ ଲୋକମାନଙ୍କ ପାଇଁ କାମ କରିବା, ନିରୀହ ପ୍ରଜା ମାନଙ୍କ ପାଇଁ, ନିରୀହ ଦେଶବାସୀ ମାନଙ୍କ ପାଇଁ ପରିଶ୍ରମ କରିବା, ଏଇ ବଡପଣ ଲାଗି ଯୋଉ ଯମଦାଦାଙ୍କର ଦନ୍ତ ଆଜି ଭାଙ୍ଗି ଯାଇଛି। ବୁଝିପାରିଲା? କଠୋର ଦନ୍ତ ଆଜି ଭାଙ୍ଗି ଯାଇଛି। ସିଏ ଆମ ଆଗରେ ମଧ୍ୟ ଆଜି ବଞ୍ଚିଛନ୍ତି। ଆମ ଆଗରେ ମଧ୍ୟ ସିଏ ଅମର। ମାନେ ଦେନ୍ ଅନ୍ତକର ବ୍ରଜ ଦନ୍ତ ଯାଏ ଭାଙ୍ଗି। ଏବଂ ତାରି ବଡପଣ ସବୁ ସମୟରେ ମହକୁଥାଏ। ଦେନ୍ କଣ ଅଛି ଦେଖ ବେଳେ, ସେହି ବଡପଣେ ବଳାଅ ମତିକି, କାରଣ ପାରିବି ପଶିଯା କତିକି। ହେ ରାଜନ୍ୟ ମଣ୍ଡଳୀ, ଦରବାରରେ ଉପସ୍ଥିତ ଥିବା ରାଜ କର୍ମଚାରୀ, ଜମିଦାର, ରାଜନ୍ୟ ମଣ୍ଡଳୀ, ସେଇ ବଡପଣ ଟିକେ ମନରେ ଲଗା। ବୁଝିପାରିଲା? ସେଇ ବଡପଣ ଟିକେ ମନରେ ଲଗା। କେଉଁ ବଡପଣରେ? ନା ଯେଉଁ ବଡପଣ ପାଇଁ ତମେ ଦାଦାଙ୍କ ଯମଦାଦାଙ୍କ ଦାନ୍ତ ଭାଙ୍ଗି ଯାଏ, ଯେଉଁ ବଡପଣ ପାଇଁ ସଂସାରରେ ମୃତ୍ୟୁ ପରେ ମଧ୍ୟ ବାସ୍ନା ଚହଟୁଥାଏ। ଏବଂ ଯେଉଁ ବଡପଣ ଦିବ୍ୟଙ୍କ ସାଧନା କରେ, ସ୍ୱର୍ଗ ମର୍ତ୍ୟ ଲୋକରେ ମଣିଷକୁ ସୁଖ ଦେଇଥାଏ, ସେହି ବଡପଣ ପ୍ରକୃତ ବଡପଣ। ସେଇ ବଡପଣ, ବୁଝିପାରୁଛନ୍ତି? ସେଇ ବଡପଣେ ମନ ଲଗା। ଦେନ୍ କାରଣ ପାରିବ ପଶିଯା କତିକି, ଯା କତିକି ମୃତ୍ୟୁ ମଧ୍ୟ ପଶି ପାରିବନି। ସେ କାଳ ଭଳି ବଡପଣରେ ମନ ଲଗାଅ, ପ୍ରଜାମାନଙ୍କ ମଙ୍ଗଳ କର, ଦେଶବାସୀଙ୍କର ମଙ୍ଗଳରେ। ଦେନ୍ କଣ କହୁଛନ୍ତି ଦେଖ, ହେଳା କର ନାହିଁ ପାଇଏ ସୁବିଧା, ଲଭିବାକୁ ସେଇ ବଡପଣ ନିଦା। ହେଳା କର ନାହିଁ। ତମେମାନେ ସବୁ ଶୋଷଣ କରିବାକୁ ଲାଗିଛ, ପ୍ରଜାମାନଙ୍କୁ ଲୁଣ୍ଠନ କରିବାକୁ ଲାଗିଛ, ପ୍ରଜାମାନଙ୍କୁ ଯେମିତି ତମେମାନେ କଣ କରୁଛ? ନିଜର ଗନ୍ତାଘର ହିଁ ସର୍ବସ୍ୱ। ବୁଝିପାରିଲା? ପାଳନ କରୁ ସରି ପାଲଟି ଯାଇଛି। ବୁଝିପାରିଲା? ନିଜର ଗନ୍ତାଘର ହିଁ ପାଲଟି ଯାଇଛି। ପରନ୍ତୁ ଏଇ ଯୋଉ ବଡପଣ, ହେଳା କର ନାହିଁ। ବୁଝିପାରିଲା? ହେଳା କର ନାହିଁ ପାଇଏ ସୁବିଧା। ତମ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ସମୟ ଅଛି। ବର୍ତ୍ତମାନ ମୃତ୍ୟୁ ଆସି ତମ ପାଖରେ ପହଞ୍ଚି ଯିବନି। ବର୍ତ୍ତମାନ ମୃତ୍ୟୁ ସମୟ ଅଛି। ଏ ସୁବିଧା ତମେ ହାତ ଛଡା କର ନାହିଁ। ହେଳା କର ନାହିଁ ପାଇଏ ସୁବିଧା, ଲଭିବାକୁ ସେଇ ବଡପଣ ନିଦା।
ସେଇ ବଡପଣ ନିଦା କହିଲେ କଣ ନା ପ୍ରକୃତ ବଡପଣ ଯୋଉ ବଡପଣ ବା ଆମେ ଯଦି କହିବା ପ୍ରକୃତ ବଡପଣ ଯଥାର୍ଥ ବଡପଣ ନିଦା ବଡପଣ କହିଲେ କଣ ଯଥାର୍ଥ ବଡପଣ ଯାହାକୁ କହିବା ନା ଯେଉଁ ବଡପଣ ବା ଆମକୁ ଧର୍ମ ପଥରେ ଚଲାଏ ବୁଝିପାରିଲା ଅନ୍ୟର ମଙ୍ଗଳ ସାଧନା କରେ ସଂସାରରେ ବିଷୟ ବାସନାରୁ ଆମକୁ ମୁକ୍ତ କରେ ସେଇ ବଡପଣ ନିଦା ବଡପଣ ବୋଲି କୁହାଯାଏ ବୁଝିପାରିଲା ତେଣୁ ତାକୁ ଲାଭ କରିବା ପାଇଁ ଏଇ ସୁବିଧା ମିଳିଛି ନା ବର୍ତ୍ତମାନ ଛାଡିନି ବୁଝିପାରିଲା ଦେନ୍ କଣ ଅଛି ଏସବୁ ଦେଖିଲେ ଏସବୁ ଟିକେ ପରବର୍ତ୍ତୀ ସମୟରେ ଆଲୋଚନା କରିବା ଠିକ ଅଛି ହେଲା ଆଜି ପାଇଁ ବେଶୀ ଏତିକି